ହେଇଗଲା ଆଉ ପାଖାପାଖି 18 କୁଇଣ୍ଟାଲ ମାଛ ମଧ୍ୟ ହେଇଛି। ଆଉ ବର୍ତ୍ତମାନ କମ୍ପାନୀରୁ ରିସିଭ୍ କରିକି ବର୍ତ୍ତମାନ ଫେରୁଛି। ନିଶ୍ଚିନ୍ତ ଭାବରେ ଭିଡ଼ିଓଟି କଣ୍ଟିନ୍ୟୁ କରିବେ ଏବଂ ଶେଷରେ ଦେଖିବା ପାଇଁ ଚେଷ୍ଟା କରିବେ, ଖାସ୍ କରି ଏବଂ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ଟି ମଧ୍ୟ ବଜାଇବେ। ଆଉ ଆଜିର ବ୍ଲଗ୍ଟି ଷ୍ଟାର୍ଟ କରିବା। ଫାଇନାଲି ମୁଁ ବର୍ତ୍ତମାନ ଆସି ପହଞ୍ଚିଲି ଢାମରାରେ, ଯେଉଁଠି ଆମର ମାଛ ଦିଆଯିବ। ଆଉ ଏଥର ଆଉ ଏକ କମ୍ପାନୀରେ ବର୍ତ୍ତମାନ ମାଛ ଦିଆଯିବ, ଯିଏକି ହାଇଲ୍ୟାଣ୍ଡ କମ୍ପାନୀରେ। ଆଉ ବର୍ତ୍ତମାନ ମୁଁ ଆସି ଦେଖନ୍ତୁ କମ୍ପାନୀ ଆଗରେ କେତେ ଗାଡ଼ି ମଧ୍ୟ ଲାଗିଛି। ଆମ ଆଗରୁ ମଧ୍ୟ ଗୋଟେ ଗାଡ଼ି ଲାଗିଛି। ଆଉ କମ୍ପାନୀ ଗାଡ଼ି ମଧ୍ୟ ଆଇସ୍ ନେଇକି ବର୍ତ୍ତମାନ ଆସିଛି। ଦେଖନ୍ତୁ ଭିତରକୁ ବର୍ତ୍ତମାନ ଦେଖିବା, ଯେହେତୁ ଇଏ ବାହାରେ ନୁହେଁ ରୁମ୍ ଭିତରେ। ଆଉ ଦେଖନ୍ତୁ ବର୍ତ୍ତମାନ କ୍ୟାରେଟ୍ ସବୁ ଜାଲି ସବୁ ରହିଛି। ଆଉ ଭାରି ବଡ଼ ହଲ୍ ପୁରା ହାଇଲ୍ୟାଣ୍ଡ କମ୍ପାନୀର। ଆଉ ଷ୍ଟାଫ୍ ମାନଙ୍କର ସବୁ ଗାଡ଼ି ମଧ୍ୟ ଭିତରେ ରହିଛି। ଏଠି ଆମର ହେଉଛି ସାମ୍ପଲିଂ ହେବ। ଏଇଟା ଟାଙ୍କି ଦେଖନ୍ତୁ, ଏଇଠି ଆମର ଲମ୍ବା କି ପୁରା ଟାଙ୍କି ଅଛି। ଦେଖନ୍ତୁ ଭାରି ବଡ଼ ଟାଙ୍କି ଅଛି, 2-3ଟା ଟାଙ୍କିଟା ଭିତରେ କରାଯାଇଛି। ଆଉ ଦେଖନ୍ତୁ ବର୍ତ୍ତମାନ ଷ୍ଟାଫ୍ ମଧ୍ୟ ଆସିଗଲେଣି। ମାଛ ବର୍ତ୍ତମାନ ଆମର ଅନଲୋଡ଼ ହୋଇକି ଭିତରକୁ ଯିବ। ଆଉ ବର୍ତ୍ତମାନ ଦେଖନ୍ତୁ ଷ୍ଟାଫ୍ ଆସିଗଲେ, ବର୍ତ୍ତମାନ ଅନଲୋଡ଼ ମଧ୍ୟ ଚାଲିଲାଣି। ଆଉ ବର୍ତ୍ତମାନ ମାଛ ଭିତରକୁ ପୁରା ଯିବ। ଏବଂ ଆମର ଯେହେତୁ 2 ନମ୍ବର ଅଛି, କାହିଁକିନା ଆମ ଆଗରୁ ଜଣେ ମାଛ ଆଣିଥିଲା, ତାର ଆଗେ ପଡ଼ିବ, ତାପରେ ଆମର ହିଁ ହେବ। କାହିଁକିନା ଏଠି ନିୟମ ଅନୁସାରେ ହୁଏ, ପ୍ରଥମେ ଯିଏ ଆସନ୍ତି ତାଙ୍କର ଆଗେ ସିରିଏଲ୍ ବାଇ ସିରିଏଲ୍। ଆଉ ବର୍ତ୍ତମାନ ଆମର ଦେଖନ୍ତୁ ବର୍ତ୍ତମାନ ମାଛ ଗାଡ଼ିରୁ ଅନଲୋଡ଼ ହେଉଛି। ବର୍ତ୍ତମାନ ଭିତରକୁ ପ୍ରବେଶ କରାଗଲା। ଦେଖନ୍ତୁ କିଭଳି ଭାବରେ, ଆଉ ଦେଖନ୍ତୁ ତଳେ କିଭଳି ଭାବରେ ବରଫ ଦେଇକି ଟାଣିଲେ ପୁରା ଖସୁରିକି ପଳେଇବା। ଦେଖନ୍ତୁ 2 ଜଣ ପେଲିଲେ ଏବଂ ଜଣେ ଉପରେ ଟାଣିଲେ କିଭଳି ଭାବରେ ପଳେଇ ଯାଉଛି ଦେଖନ୍ତୁ। ଆଉ ବର୍ତ୍ତମାନ ଆମର ସେଠି ଯାଇ ମାଛ ବର୍ତ୍ତମାନ ଅନଲୋଡ଼ ହେଇକି ରଖାଯିବ। ଯେହେତୁ ତାଙ୍କର ପଡ଼ି ସାରିଲା ପରେ ତାପରେ ଆମର ପଡ଼ିବ। ଦେଖନ୍ତୁ ମାଛ ଅଲରେଡ଼ି ଅନଲୋଡ଼ ସରିଲା। ମାଛର ପୁରା ବରଫ ସଫିସିଏଣ୍ଟ ଅଛି ଦେଖନ୍ତୁ। ଆଉ ଏଇଭଳି ଭାବେ ବରଫ ରହିଲେ ବି ଆହୁରି 5 ଘଣ୍ଟା ରହିପାରିବ ମାଛ। ଆଉ 5 ଘଣ୍ଟା ଲେଟ୍ ହେଲେ ବି ରିସିଭ୍ ରହିପାରିବ। ଆଉ ଏପଟରେ ଦେଖନ୍ତୁ ବର୍ତ୍ତମାନ ଆମର ମାଛ ସବୁ ତ ଆସିକି ରହିଗଲା। ୟା ପରେ ଆମର 2 ନମ୍ବର ଯେହେତୁ ଅଛି, ମାଛ ପଡ଼ିବ। ନିଶ୍ଚିନ୍ତ ଭାବରେ ଭିଡ଼ିଓଟି କଣ୍ଟିନ୍ୟୁ କରିବେ ଏବଂ ଖାସ୍ କରି ଶେଷ ଦେଖିବା ପାଇଁ ଚେଷ୍ଟା କରିବେ ଏବଂ ସବସ୍କ୍ରାଇବ୍ କରିବେ ଭୁଲିବେନି। ଦେଖନ୍ତୁ ମାଛ ମଧ୍ୟ ଟିକେ ଆଇସ୍ ମେଲ୍ଟ ହୋଇଗଲାଣି। ଆଉ ବର୍ତ୍ତମାନ ତାଙ୍କର ଦେଖନ୍ତୁ ପଡ଼ିଲା, ଯେ 1 ନମ୍ବର ତାଙ୍କର ଆମ ଆଗରୁ ଆସିଥିଲେ ତାଙ୍କର ବର୍ତ୍ତମାନ ପଡ଼ିଲା। 2 ନମ୍ବରର ମଧ୍ୟ ଆମର ପଡ଼ିବ। ଦେଖନ୍ତୁ ବର୍ତ୍ତମାନ ଟାଙ୍କିରେ କିଭଳି ଭାବରେ ପକାଯାଉଛି, କେତେ ସ୍ପିଡ଼ରେ ମାନେ ଭାଇମାନେ କାମ କରୁଛନ୍ତି ଦେଖନ୍ତୁ, କେତେ ସ୍ପିଡ଼ରେ। ଏବଂ ଢାଳି ସାରିଲା ପରେ ଦେଖନ୍ତୁ ବରଫ ତ ସବୁ ଭାସି ବାହାରିଯିବ। ଆଉ ତାପରେ ମାଛଟା ଛଙ୍କାଯିବ। ଦେଖନ୍ତୁ କିଭଳି ଭାବରେ ସେମାନେ କାମ କରୁଛନ୍ତି, ପୁରା ସ୍ପିଡ଼ରେ କାମ କରୁଛନ୍ତି। ଆଉ ମାନେ ପାଖାପାଖି ତାଙ୍କ ମଜୁରୀ ଡେଲି ପାଖାପାଖି 1500, 1200, 2000 ତାଙ୍କର କୁଇଣ୍ଟାଲ ହିସାବରୁ ହିଁ ପଇସା। ଏତେ କୁଇଣ୍ଟାଲ ମାଛ ସେମାନେ ରିସିଭ୍ କଲେ ଲେବର ମାନଙ୍କର, ସେଇ ହିସାବରେ ତାଙ୍କର କେମିତି କ'ଣ ପଇସା ଅଛି ପଇସା। ଆଉ ପାଖାପାଖି 1500, 2000 ଏମିତି ପଡ଼ିଯାଉଛି ତାଙ୍କର ଦିନକୁ। ଆଉ ହାର୍ଡ଼ ପରିଶ୍ରମ, ବହୁତ ହାର୍ଡ଼ ପରିଶ୍ରମ। ଆଉ ଦେଖନ୍ତୁ ବର୍ତ୍ତମାନ ମାଛଟା ରିସିଭ୍ ଚାଲିଛି। ଆଉ ଆମର ଦେଖନ୍ତୁ ବର୍ତ୍ତମାନ ଆମ ମାଛ ମଧ୍ୟ ଦେଖନ୍ତୁ ଏବେ ପଡ଼ିବ ଦେଖନ୍ତୁ। ଆଉ ବର୍ତ୍ତମାନ ଫାଷ୍ଟ ଯେଉଁ ମାଛ ତାଙ୍କର ପଡ଼ିସାରିଛି, ବର୍ତ୍ତମାନ ଦେଖନ୍ତୁ ଆମ ମାଛ ବର୍ତ୍ତମାନ କିଭଳି ଭାବରେ ପଡ଼ୁଛି ଦେଖନ୍ତୁ। ଆଉ ଗୋଟାଏ ଟାଙ୍କିରେ ଆମର ପଡ଼ୁଛି, କାହିଁକିନା ଯେହେତୁ ଆମର କମ୍ କ୍ୟାରେଟ୍, 55 କ୍ୟାରେଟ୍ ମାଛ, ତେଣୁକରି ଦେଖନ୍ତୁ ଗୋଟେ ଟାଙ୍କିରେ ହିଁ ଧରିଯିବ। ଆଉ ତା ପାଖ ସବୁ ଆସିକି ମାଛ ମଧ୍ୟ ଷ୍ଟକ୍ ହେଇକି ରହିଗଲାଣି। ଆଉ ଏପଟରେ ଦେଖନ୍ତୁ ମଧ୍ୟ ଆହୁରି ଗାଡ଼ିରେ ଦେଖନ୍ତୁ ମାଛ ବର୍ତ୍ତମାନ ଆସୁଛି। ଆଉ ଏପଟରେ ଦେଖନ୍ତୁ ଏଇଠି ଆମର ମାଛ ଓଜନ ହେବ, ଏଇଠି ଆମର କାଉଣ୍ଟିଂ ହେବ। ଆଉ ବର୍ତ୍ତମାନ ଏପଟ ଗେଟ୍ରେ ଦେଖନ୍ତୁ, ବର୍ତ୍ତମାନ ଏଠି ଆମର ତାଙ୍କ ଯେଉଁ କମ୍ପାନୀ ଗାଡ଼ି ବର୍ତ୍ତମାନ ଭୁବନେଶ୍ୱରରୁ ଆସି ପହଞ୍ଚି ଦେଖନ୍ତୁ ଆଇସ୍ ନେଇକି। ସେଇ ଗାଡ଼ିରେ ହିଁ ଆଇସ୍ ଆସିଛି, ସେଇ ଗାଡ଼ିରେ ହିଁ ମାଛ ଯିବ। ଆଉ ମାଛ ଲୋଡ଼୍ ହେଇକି ସେଇ ଗାଡ଼ିରେ ସେମାନେ ହିଁ ପଠାଇବେ। ଦେଖନ୍ତୁ ବର୍ତ୍ତମାନ ଆଇସ୍ ଅନଲୋଡ଼ ହେଉଛି। ଆଉ ଅନଲୋଡ଼ ହେଉଛି ବର୍ତ୍ତମାନ, ତାପରେ ଅନଲୋଡ଼ ହେଇସାରିଲା ପରେ ସେପଟରେ ଆମର ମାଛ ରିସିଭ୍ ହେବ। ଆଉ ଦେଖନ୍ତୁ କିଭଳି ଭାବରେ ବର୍ତ୍ତମାନ ସବୁ ତାଙ୍କର କ୍ୟାରେଟ୍ ସବୁ କଢ଼ା ସରିଛି। ଆଉ ବର୍ତ୍ତମାନ ଯିବା ଏପଟକୁ, ଆମର ମାଛ ବର୍ତ୍ତମାନ ଛଙ୍କା ଚାଲିଲାଣି। ଦେଖନ୍ତୁ କିଭଳି ଭାବରେ ଛଙ୍କା ହେଉଛି। ଦେଖନ୍ତୁ ବର୍ତ୍ତମାନ ମାଛ ଛଙ୍କା ହେଇକି ବର୍ତ୍ତମାନ ଦେଖନ୍ତୁ ଏଠି ବାଉଁଶ ରହିବ, ବାଉଁଶରେ ସବୁ ଆଡ଼ା ଦିଆ ହେଇକି ରହିବ ପାଣିଟା ନିଗିଡ଼ିବା ପାଇଁ। କିନ୍ତୁ ଆଉ ଗୋଟେ କଥା ଯେ ମାଛ ଛାଙ୍କିଲା ବେଳେ ଆମେ ଚେଷ୍ଟା କରିବୁ, କିନ୍ତୁ
ଲାଷ୍ଟ ଆଡ଼କୁ ଯେଉଁ ଛଙ୍କା ହେଉଥିବ ତାକୁ ଉଠାଇବା ପାଇଁ, କାହିଁକିନା ସିଏ ଗୋଟେ ଜାଲି ଉଠାଇବା, ଆମେ ଗୋଟେ ଜାଲି ଉଠାଇବୁ। ସିଏ ଯେଉଁଟା ଆଗରୁ ଛଙ୍କା ହେଇଥିବ ସେଇଟା ଉଠାଇବା, କାହିଁକିନା ପାଣି ଯେହେତୁ ରହୁଛି, କାହିଁକିନା ଗ୍ରାନେଜ ବଢ଼େଇବା ପାଇଁ। ଆଉ ତେଣୁକରି ବର୍ତ୍ତମାନ ସିଏ ଗୋଟେ ଜାଲି ଉଠାଇବା, ଆମେ ଗୋଟେ ଜାଲି ଉଠାଇବୁ। ବର୍ତ୍ତମାନ ରହିଗଲା ଦେଖନ୍ତୁ ବାଉଁଶରେ ସବୁ ଢେରା ଦେଇକି ରଖା ହେଲା, କାହିଁକିନା ପାଣି ଫାଣି ନିଗିଡ଼ିବା ପାଇଁ। ଆଉ ତାପରେ ହିଁ ମାଛ ଆମର ଏଠି କାଉଣ୍ଟିଂ ହେବ ଯେ କେତେ ଗ୍ରାମ କେତେ କାଉଣ୍ଟ ହେଲା ମାଛ, ସାମ୍ପଲିଂ ହେବ। ଚାଲନ୍ତୁ ବର୍ତ୍ତମାନ ଓଜନ ଦେଖିବା, ଓଜନ ହେବ। फाइनाली बर्तमान आम माछ रिसीव्र शेष पर्यायर आसी पहुँचीगलानी। बर्तमान आउ 2-3टा कैरेट अच्छी रिसीव ओजन हम ओजन हो सारापर सरीज। देखो कंप्यूटर दंडार कि भाव में दंडी में ओजन हो कंप्यूटर कंटार आपटे देखो सब ओजन हो रही गाड़ी बर्तमान लोड कर आइस देकी नहीं जाए। सेपटे अलग लोकर टांकी माछ पड़लानी। आपटे अवशिष्ट आम जहाँ अच्छी बर्तमान ओजन चलुची। बर्तमान सरले बर्तमान जावा टे समुद्र कूल आड़े टे बुली आसवा, तापर ही पलैबा घर को। बर्तमान तो शेष पर्यायर आसी पहुँचीगला। बर्तमान देखो मुझे बर्तमान आसी माछ रिसीव हो सारापर बर्तमान टे पलि आसी समुद्र कूल आड़ को। देखूँ ये नुआ जेठी बागा है देखूँ। आठ सब लंच आमर आसो यात्रीवाही लंच सब आसी पहुँची। ये नुआ कर बागाई सेपट साइड्रे पुराना अच्छी। देखो बर्तमान नुआ रिपेयरिंग चली। बहुत माने पवन मस्त हो पूरा कूल लगुच। बर्तमान देखो कम सेपटे आउट चलती। समुद्र को देखो कि भाव में देखा देखु पूरा बर्तमान माने जुआर टाइम नुह, बर्तमान छाड़ा टाइम से पानी कम अच्छी।